महाराणी एकुटिया अच्छे एक समय मुझे सहित टिके रासलीला करदेवी सुवर्णपुर महाराणी सुशीला जय हो सुवर्णपुर महाराणी सुशीला जय हो ये काला प्रलय हाँ काला प्रलय तमे कौन पाई आछो राजा घरे नहंती राजा नथिले कौन हैला महाराणी तमे तो अच्छा मो पाखरे कौन काम अछि अच्छी अच्छी लो महाराणी सुशीला तम पाखरे मोर असल काम अच्छे कौन काम अछि कहूनो कहिबी बड़े कई दिन रो भाबुचे हेले तमको ए जाय मो कहि पारिले हेले आज जते बले सुजोग आसीचे मो तमको सब खोली कहि देबी कहूनो ताहले सुनलो महाराणी मो तमको भलो पाउछि खाली सेटिके नहलो महाराणी एई कथाटा कहिबा पाए मो कई दिन रो भाबिचे आज जाए मो बंद खोली तमको कहि पाइ नथले आज संपूर्ण भाव रे मो तमको खोली कहि दले ना तमे जते केला सत्य के चेष्टा ए महाराणी सुशीला आज राति रे तमे मते उत्तम भाव रे चर्चा करे एठो संपूर्ण भाव रे विद्या करिवो ना औ तान होले काल प्रलयटा एमिति प्रलय सृष्टि करिदा बजे तब चौथी गने खाली अंधकार देखा जीव महाराणी अंधकार सुशीला तबे मते सख्त चापुड़ा मारिबा पई प्रयास करिथिल ना महाराणी ए कालो प्रलयर कामना नियारे जो छतारे ठास देछि माने से चली पड़ी पाउस हे जाइलो पाउस असुर शिकारी कोन शिकार न करी एक खाली हाथ रे चली जीव नाइ महाराणी भड़े कहूचे तमे मो कथारे राजी हे जाओ आउ चालू हले भक्षण तो करी निश्चय ता बदल रे मु तमे कहिटी हत्या करी हत्या महाराणी स्वामी कौन अच्छा स्वामी मत बचाओ महाराज अपन आसले बहुत बढ़िया कले अरे मो प्रेम करी कबा समय आसले या किंतु ठीक हलानी महाराज जानू घंटो यहाँ कोही कहती এই কলি যুগর শিক্ষিত মরিচ
ତତେ ମୋ ନିଜ ପୁଅ ଠାରୁ ଅଧିକ ସ୍ନେହ ମମତା ଦେଇ ଶେଷରେ ମତେ ଏଇ ପରିଣାମ ଦେଇଦେଲୁ। ଛି! ମହାରାଜ ଯୋଉ ପୁଅର ସମ୍ପର୍କ କରି ଏତେ ବଡ ବିଶ୍ୱାସ କରିଥିଲେ ଏହା ତ ତମରି ଗୋଟାଏ ମସ୍ତ ବଡ ଭୁଲ। ଚୁପ କର ଶୈତାନ! ଆଏ ମହାରାଜ ମୋ ପ୍ରେମରେ ଯେ ବାଧା ଦେବାକୁ ଚେଷ୍ଟା କରେ ମୁଁ ତାକୁ ସେଇ ରାସ୍ତାରୁ ସଫା କରିଦେବା ପାଇଁ ଚାହେଁ ମହାରାଜ, ସଫା କରିଦେବା ପାଇଁ ଚାହେଁ। ଛିଛିରେ ତମର ହୀନ ଦୁରାଚାର ମୁଖେ ଲଜ୍ଜା ନାହିଁ ତୋର ରେ। ହଁ? କଣ କହିଲେ ମହାରାଜ? ଛିଛିରେ ତମର ହୀନ ଦୁରାଚାର ମୁଖେ ଲଜ୍ଜା ନାହିଁ ତୋର ରେ। ଉପରି ମତେ ଦେଉ ଉପଦେଶ ତେରେ ଜାଣି ତୁ ପାଲର ରେ। ଛିଛିରେ ତମର ହୀନ ଦୁରାଚାର ମୁଖେ ଲଜ୍ଜା ନାହିଁ ତୋର ରେ। ଏ ରାଜା ବିଶ୍ୱାସଘାତକ ବେଇମାନ। ସିଂହ ଆଗେ ଶସା ଖେଳୁଛୁ ତମାସା ନିଶ୍ଚୟ ହେବୁ ଆଜି ତୁ ହିଁ ଲୋକ ହସା। ସିଂହ ଆଗେ ଶସା ଖେଳୁଛୁ ତମାସା ନିଶ୍ଚୟ ହେବୁ ଆଜି ତୁ ହିଁ ଲୋକ ହସା। ସିଂହ ବୁଡ଼ାରେ ପଡ଼ିଅଛୁ ଆଜି ନିଶ୍ଚୟ ଯିବୁ ଜମପୁରରେ। ଛିଛିରେ ତମର ଦୁରାଚାର ମୁଖେ ଲଜ୍ଜା ନାହିଁ ତୋରରେ। ନାଇସ୍ ଏଇନେ ତୋ ପିତାକୁ ଡାକୁଛି। ଦେଖିବି ମୋ ପିତାକୁ ନାଇଁ ଓ ମହାରାଜ। ଦେଖିବି ନାଇଁ କାହିଁକି ଡାକିବି ଏ ମହାରାଜ ନାଇଁ, ନାଇଁ, ନାଇଁ। ବଜ୍ରଘଣ୍ଟ ଏ ବଜ୍ରଘଣ୍ଟ महाराज कौन हेलो महाराज आपण काहे पता डकेले ଏ ମତେ କଣ ପଚାରୁଛ? महाराज ପଚାରିବ ଯଦି ତମ ଶିକ୍ଷିତ ପୁଅକୁ ପଚାର। ପଚାର ତମ ଶିକ୍ଷିତ ପୁଅକୁ ସେ କଣ କରୁଥିଲା? କଣ କରୁଥିଲା ଜାଣିଛ? महाराज ଆରେ ମୋ ରାଣୀ ଉପରେ ଖରାପ ନଜରରେ ଦେଖୁଥିଲା। ରାଣୀ ସୁଶୀଳାକୁ ବଳାତ୍କାର କରିବା ପାଇଁ ଯାଉଥିଲା। ପଚାରୁନ? ଆପଣ ଦୁଶ୍ମନ ତ ହଁ ପଚାର। ଏ ମୁଁ କଣ ଶୁଣୁଛି ଛେ 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 ତତେ ଟିକେ ଲଜ୍ଜା ଲାଗିଲାନି? ଶେଷରେ ତୁ ରାଣୀ ପରେ ଆଖି ପକେଇ ଦେଲୁ। ବାରେ ବାବା ବାବା ହ୍ୟାଲୋ ମହାରାଣୀ ଉପରେ ଯଦି ମୋ ଆଖିଟା ପଡିଗଲା ଏଥିରେ ତମର କଣ ଅସୁବିଧା ହେଲା ବାବା? ତମର କଣଟା ଅସୁବିଧା? ଚୁପ ଶୈତାନ ଦେଖ ଦେଖ ମୋର ଜୀବନ ତତେ ଜନ୍ମ ଦେଇ ମୁଁ ବଡ଼ ହଳ କରିଦେଲି। ତୋର ତଣ୍ଟି ଚିପି ମୁଁ ତତେ ଶେଷ କରିଦେବାର ଥିଲା। ଶେଷ କରିଦେବାର ଥିଲା। ଏ ବଜ୍ରଘଟ୍ଟ ଆଜ୍ଞା ତମ ଭଳି ଶିକ୍ଷିତ ମନ୍ତ୍ରୀ ମୋର ଦରକାର ନାହିଁ କି ତମ ପୁଅ ଭଳି ଗୋଟାଏ ଶିକ୍ଷିତ ସେନାପତି ମୋର ଦରକାର ନାହିଁ। ମହାରାଜ ମୋ ରାଜ୍ୟରେ ବାହାର୍ଯ୍ୟ କହୁଛି ବାପ ପୁଅ ଦିଟା ବାହାର୍ଯ୍ୟ ନାଇଁ ନାଇଁ ମହାରାଜ ହେଇକି ନାହିଁ। ନାଇଁ ଆପଣ ଆପଣ ଏପରି କଥା କହନ୍ତୁ ନାହିଁ ମହାରାଜ। ବଜ୍ରଘଣ୍ଟ ହଁ ମହାରାଜ ଆପଣ ଏପରି କଥା କହନ୍ତୁ ନାହିଁ। ମୁଁ ଆପଣଙ୍କ ସହିତ ଏତେ ଦିନ ହେଲା ରାଜୁତି କରି ଆସୁଥିଲି ହେଲେ କେବେ ମୁଁ ଭୁଲ କରିନଥିଲି। ଆଜି ମୋ ପୁଅ ଟିକେ ଭୁଲ କରିଦେଲା ବୋଲି ମତେ ମନ୍ତ୍ରୀ ପଦରୁ ବହିଷ୍କାର କରିଦେଉଛ? ନାଇଁ ମହାରାଜ ନାଇଁ ଆପଣଙ୍କୁ ମୁଁ କ୍ଷମା ମାଗୁଛି ମହାରାଜ। ଆପଣଙ୍କୁ ମୁଁ କ୍ଷମା ମାଗୁଛି। ଆପଣଙ୍କୁ ମୁଁ ନେହୁରା ହଉଛି ମହାରାଜ। ଆପଣଙ୍କୁ ମୁଁ ନେହୁରା ହଉଛି। ରାଜା ତୁମ ବାବାଙ୍କୁ ଗୋଇଠା ମାରିଦେଲ ଭଲ କଲୁନି। ମୋର ସୁନ୍ଦରିଆ ମୁଣ୍ଡଟାକୁ ତୁ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଲ। ଶୁଣ ରାଜା ମୋ ପିତା ମୋ ପାଇଁ ବୈକୁଣ୍ଠ। ମୋ ପିତା ମୋ ପାଇଁ ସ୍ୱର୍ଗ ଠାରୁ ବଡ଼।
ମୋ ପିତାଙ୍କ କରତଳ ମୋ ପାଇଁ ଚାରି ଧାମର କ୍ଷେତ୍ରସ୍ଥଳ। ଆରେ ତୁ ମୋ ସାମ୍ନାରେ ମୋ ବାବାକୁ ଗୋଇଠା ମାରିଦେ। ମାରୁଛି ମାନେ ତତେ ମାରିବି। ମୋର ମନେ ରଖିବା ଉଚିତ। ମୋ ନାଁଟା ହେଲା କାଳ ପ୍ରଲୟ। ମୁଁ ସକାଳୁ ଉଠିଲେ ସମସ୍ତଙ୍କ ହେଇଯାଏ କାଳ, ଆଉ ସୂର୍ଯ୍ୟ ଉଦୟ ହେଲେ ସମସ୍ତ ସୃଷ୍ଟି ହୁଏ ପ୍ରଳୟ। ମୋ ନାଁଟା ହେଲା କାଳ ପ୍ରଳୟ। ହେଲେ ଏ କାଳ ପ୍ରଳୟଟା ଏମିତି ପ୍ରଳୟ ସୃଷ୍ଟି କରିଦେବ ଯେ ଚଉଦିଗଟା ସବୁଦିନ ପାଇଁ ଅନ୍ଧାର ହେଇଯିବ। ରାଜା ଅନ୍ଧାର ହେଇଯିବ। बाबा హలో ए बाबा ఆకలో राजा और रानी सबुदिन पाई आरंभ को चली गए ఆకలో और राजा रानी
ମୋ ରାସ୍ତାର କଣ୍ଟା ହେଇ ମତେ ସବୁବେଳେ ବାଧା ଦଉଥିଲେ ବାଧା। ଆରେ ନାଇଁ ବାବା, ମୋ କଣ୍ଟା ରାସ୍ତାରୁ ହଟିନି। ଏଇ ଦେବି ମୋ କଣ୍ଟାଟା ମୋ ରାସ୍ତାରେ ସଦା ସର୍ବଦା ଆଘାତ ଦଉଛେ। ଆଉ ସେ ହେଲା ସୁବର୍ଣ୍ଣପୁରର ଯୁବରାଜ ଚନ୍ଦ୍ରହାସ୍ୟ। ରାଜବାଟକୁ ଚନ୍ଦ୍ରହାସ୍ୟ ଗମନ କରିଛି। ତମେ ରାଜା ରାଣୀ ପାଖରେ ଥାଅ ବାବା, ମୁଁ ରାଜବାଟକୁ ଯାଇ ଚନ୍ଦ୍ରହାସ୍ୟକୁ ଶେଷ କରିଦେବି। ଆରେ ଅପେକ୍ଷା କର ଚନ୍ଦ୍ରହାସ୍ୟ। খুব শীঘ্র এ কালো প্রেলটা তোর পাখକୁ পৌঁছে যাব। আসুଛି চন্দ্রহাস্য, আসুছে।